ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଅସଲି ପ୍ରଶ୍ନପତ୍ର। ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ତୃତୀୟ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ, ଠିକ୍ ଅଛି। ରୋଲ୍ ନମ୍ବର ଏଇଠି ତୁମର ସମ୍ପୂର୍ଣ୍ଣ ରୋଲ୍ ନମ୍ବର ଲେଖିବ। ବିଭାଗ ଏଇଠି ତୁମର ସମ୍ପୂର୍ଣ୍ଣ ବିଭାଗର ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ତାରିଖ, ତୁମେ ଯେଉଁ ତାରିଖ ଦିନ ଏହି ପରୀକ୍ଷା ଦେଉଛ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ତାପରେ ଏଇଠି ଲେଖିବ ବ୍ଲକର ନାମ, ଏଇଠି ଲେଖିବ ଜିଲ୍ଲାର ନାମ, ଠିକ୍ ଅଛି। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 3, ପ୍ରଶ୍ନ ସଂଖ୍ୟା 16, ପୂର୍ଣ୍ଣ ସଂଖ୍ୟା ହେଉଛି 40, ଅର୍ଥାତ୍ 40 ମାର୍କର ଏହି ତୁମର ପରୀକ୍ଷା, ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରତି ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରଥମ ପ୍ରଶ୍ନ ଅଛି ତଳେ ଦିଆଯାଇଥିବା ଅନୁଚ୍ଛେଦକୁ ପଢ଼ି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ, ଠିକ୍ ଅଛି। ଅନୁଚ୍ଛେଦକୁ ପଢ଼ିବା ଏବଂ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ରାମ ଦୁଆରରେ କାହାକୁ ଭେଟିଲା? ତୁମେ ଲେଖିବ ରାମ ଦୁଆରରେ ଜଣେ ତପସ୍ୱୀଙ୍କୁ ଭେଟିଲା, ଠିକ୍ ଅଛି। ଜଣେ ତପସ୍ୱୀଙ୍କୁ ଭେଟିଲା। ପରବର୍ତ୍ତୀ ପ୍ରଶ୍ନ, ରାମର ମା ତପସ୍ୱୀଙ୍କୁ କ'ଣ ଦେଲେ? ତୁମେ ଲେଖିବ ରାମର ମା ତପସ୍ୱୀଙ୍କୁ ଫଳମୂଳ ଆଣି ଦେଲେ, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତପସ୍ୱୀ ଖୁସି ହୋଇ କ'ଣ କଲେ? ତୁମେ ଲେଖିବ ତପସ୍ୱୀ ଖୁସି ହୋଇ ରାମର ପିଠି ଥାପୁଡ଼େଇ ଦେଲେ, ଠିକ୍ ଅଛି। ରାମର ପିଠି ଥାପୁଡ଼େଇ ଦେଲେ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ତୁମ ଘରକୁ ଅତିଥି ଆସିଲେ ତୁମେ କ'ଣ କରିବ? ତୁମ ଘରକୁ ଏହା ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ପ୍ରଶ୍ନ ଅଛି ପିଲାମାନେ। ତୁମେ ଲେଖିବ ଆମ ଘରକୁ ଅତିଥି ଆସିଲେ ଆମେ ଖାଇବାକୁ ଦେଇ କିଛି ଟଙ୍କା ତା ହାତରେ ନିଶ୍ଚୟ ଦେବୁ, ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଦେଇଥିବା କବିତାଟିକୁ ପଢ଼ି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ, ଠିକ୍ ଅଛି। ପିଲାମାନେ ଏଇଠି ଗୋଟେ କବିତା ଅଛି, ଏହାକୁ ପଢ଼ି ତୁମେ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବ, ଠିକ୍ ଅଛି। ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ପାଖକୁ ଯିବା, ଠିକ୍ ଅଛି। ସକାଳ ହେଲେ କିଏ ହସେ? ତୁମେ ଲେଖିବ ଏଇଠି ସୂର୍ଯ୍ୟ, କିଏ ଲେଖିବ ସୂର୍ଯ୍ୟ। ତାପରେ ପରବର୍ତ୍ତୀ ପ୍ରଶ୍ନ, ରାତି ହେଲେ ଆକାଶରେ କିଏ ଦେଖାଯାଆନ୍ତି? ତୁମେ ଲେଖିବ ତାରାମାଳ ଓ ଜହ୍ନ, ଏଠି ଲେଖିବ ତାରାମାଳ ଓ ଜହ୍ନ ଦେଖାଯାଏ। ତାପରେ କେଉଁଥିରେ ଚଢ଼ି ଆକାଶରେ ଉଡ଼ିବ? ତୁମେ ଲେଖିବ ରକେଟରେ ଚଢ଼ି ଆକାଶରେ ଉଡ଼ିବ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ସୂର୍ଯ୍ୟ ନଥିଲେ ଆମର କି ଅସୁବିଧା ହେବ? ତୁମେ ଲେଖିବ ସୂର୍ଯ୍ୟ ନଥିଲେ ଚତୁର୍ଦିଗ ଅନ୍ଧାର ଦେଖାଯିବ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଚିତ୍ର ଦେଖି 2ଟି ବାକ୍ୟ ଲେଖିବ। ଚିତ୍ର ଦେଖି 2ଟି ବାକ୍ୟ ଲେଖିବ ପିଲାମାନେ। ପ୍ରଥମ ବାକ୍ୟ ଲେଖିବ ଝରଣାଟିଏ ବହି ଯାଉଛି। ତାପରେ ଲେଖିବ ଗଛ ତଳେ ଗାଈଟିଏ ଚରୁଅଛି, ଠିକ୍ ଅଛି। 2ଟି ଧାଡ଼ି ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଅସଜଡ଼ା ବାକ୍ୟକୁ ସଜାଡ଼ି ଲେଖ। ସବୁଠାରୁ ଜୀବ ବାଘ ବଳୁଆ ଅଛି। ତୁମେ ଲେଖିବ ସବୁଠାରୁ ବଳୁଆ ଜୀବ ବାଘ, ସବୁଠାରୁ ବଳୁଆ ଜୀବ ବାଘ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଗାଏ ଭଲ ପିଣ୍ଟୁ ଗୀତ। ତୁମେ ଲେଖିବ ପିଣ୍ଟୁ ଭଲ ଗୀତ ଗାଏ, ଠିକ୍ ଅଛି। ପିଣ୍ଟୁ ଭଲ ଗୀତ ଗାଏ। ପରବର୍ତ୍ତୀ ପ୍ରଶ୍ନ, ତଳ ସାରଣୀରୁ ଅକ୍ଷର ନେଇ ଯେକୌଣସି 4ଗୋଟି ଶବ୍ଦ କୋଠରୀରେ ଲେଖ। 4ଗୋଟି ଲେଖିବ। ତାପରେ ପ୍ରଥମେ ଲେଖିବ ଭୟ, ଠିକ୍ ଅଛି। ତାପରେ ଲେଖିବ ବାଘ, ତାପରେ ଲେଖିବ ମଗର, ତାପରେ ଲେଖିବ ଦର, ଠିକ୍ ଅଛି। 4ଗୋଟି ଶବ୍ଦ ହେଲା। ତାପରେ ପରବର୍ତ୍ତୀ ପ୍ରଶ୍ନ, ବାକ୍ୟ ଗଠନ କର। ପୁରସ୍କାର ଭଲ ପାଠ ପଢ଼ିଲେ ପୁରସ୍କାର ମିଳେ, ଏଠି ଲେଖିବ, ଠିକ୍ ଅଛି। ଭଲ ପାଠ ପଢ଼ିଲେ ପୁରସ୍କାର ମିଳିଥାଏ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଯେପରି ଚିନ୍ତାରୁ ଚିନ୍ତିତ ସେହିପରି କ'ଣ ହେବ? ପାଠ ଅଛି। ପାଠରୁ ତୁମେ ଲେଖିବ ପାଠିତ,
ठीक अच्छे पाठित। तापर परवर्ती प्रश्न अच्छी पाने देवार अर्थ कौन हम तले अर्थ मध्य क्योंटी ठीक पाखे ठीक चिन्ह देव। एठाई अच्छी उचित शिक्षा देवा तुम मझी घरे ठीक चिन्ह देव ठीक अच्छे उचित शिक्षा देवा। परवर्ती प्रश्न जेपरी धनी गरीब सेपरी कौन हम आग अच्छी ये लिख तुम्हें पछ ठीक अच्छे पछ लिख। तापर कई कई भली आउ गोटे शब्द लिख तुम लिख धई धई ठीक अच्छे सई 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 तुम लिख ठीक अच्छे सई सई। तापर परवर्ती प्रश्न जेपरी वन शब्दर विपरीत जेपरी वन शब्दर प्रतिशब्द बण हुए सेपरी पक्षी शब्दर प्रतिशब्द कौन हुए ये लिखे तुम खग खग लिख ठीक अच्छे खग लिख। परवर्ती प्रश्न ठीक बना ना शब्दटी ठीक चिन्ह देव ये ख नंबर ठीक चिन्ह देव ठीक अच्छे। परवर्ती प्रश्न जेपरी नातीर विपरीत लिंग नातुणी सेपरी कौन हम भाई अच्छी तुम ये लिख भौणी भौणी ठीक अच्छे भौणी। परवर्ती प्रश्न जेपरी मंदार पंदर एका भली शुभा जाउछि सेपरी कंटा तुम लिख ये घंटा कौन लिख घंटा लिख ठीक अच्छे। तापर परवर्ती प्रश्न अच्छी जेपरी जन्मरु जन्म सेपरी पराण पराण अच्छी तुम ये लिख प्राण कौन लिख प्राण। तापर बंधनी मध्य उपयुक्त अक्षरटी बाछि खाली स्थान रे लेख आ डेस्क म अच्छी तुम ये लिख स्र यह लिख ठीक अच्छे आश्रम। धन्यवाद पिलाने वीडियोटी केमती लगे निश्चय कमेंट कर शेयर कर लाइक कर ठीक अच्छे धन्यवाद।